ମୁଣ୍ଡୁଳା ଗ୍ରାମରେ ଘରେ ପଶି ତାଲା ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ। ଶୀତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର କବାଟ ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 1 ଘଟିକା ସମୟରେ ଘରେ ସମସ୍ତେ ଶୋଇଥିବା ବେଳେ ଘରର କବାଟ ଭାଙ୍ଗି ଘରେ ଥିବା ଆଲମିରାରୁ 15 ତୋଳା ସୁନା ଓ 1,22,000 ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତ୍ରିରେ ସିଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମୁଣ୍ଡୁଳା ଗ୍ରାମର କାଞ୍ଜିଆମାଳ ସାହିରେ ଥିବା ସିଏଚ୍ ଗୋପାଳ ପୃଷ୍ଟିଙ୍କ ଘରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ସୁନା କାନଫୁଲ ମୁଦି ସୁନା ଚେନ୍ ସହ ନଗଦ 1,22,000 ଟଙ୍କା ଲୁଟ୍ ହୋଇଥିବା ନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି ସିଏଚ୍ ଗୋପାଳ ପୃଷ୍ଟି। ଏତେ ପରିମାଣର ସୁନା ଓ ଟଙ୍କା ଲୁଟ୍ ପରେ ଭାଙ୍ଗି ପଡ଼ିଛନ୍ତି ସିଏଚ୍ ଗୋପାଳ ପୃଷ୍ଟି। ଘଟଣାର ତଦନ୍ତ କରି ଚୋରି ସାମଗ୍ରୀ କିପରି ମିଳିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପୋଲିସ ନିକଟରେ ଦାବି କରିଛନ୍ତି। ମୋ ନାଁ ହେଉଛି ଗୋପାଳ ପୃଷ୍ଟି, ମୋ ଗାଁ ହେଉଛି ମୁଣ୍ଡୁଲା। ଆଉ କାଲି ରାତି 12:40ରେ ଆମେ ଶୋଇଲୁ, ଘଣ୍ଟେ ଅଧରେ ଉଠିଲା ଆସିକି ଆଉ ମାନେ ଜାଣିନୁ ମାନେ କବାଟ ଖୋଲା ଅଛି, କବାଟ ବି ଭାଙ୍ଗି ଦେଇଛନ୍ତି। ଆମେ କାହିଁକି ଉଠିଲୁ ହେଲେ ମାନେ ଆମକୁ ଥଣ୍ଡା ଲାଗିବାରୁ ଆମେ କମଳଟା ପଦାକୁ କାଢ଼ି ଦେଇଛନ୍ତି, ସେଥିପାଇଁ ଥଣ୍ଡା ଲାଗିବାରୁ ଆମେ ଉଠିଲୁ। ଉଠିଲା ପରେ ଦେଖିଲା ଆସିକି କବାଟ ଦ୍ୱାରା ସବୁ ଖୋଲା ଅଛି। ଆଉ କ'ଣ ଚୋରି ହେଲେ 15 ତୋଳା ପ୍ରାୟ 15 ତୋଳା ସୁନା, ତା ସହିତ ନଗଦ ଟଙ୍କା 1,22,000 ଟଙ୍କା। କୋଉଠି ଥିଲା? ସବୁ ଆଲମାରା ଡ୍ରରେ ଥିଲା। ସେ ଡ୍ରରୁ ଚାବି ଖୋଲିକି କେମିତି ନେଇଛନ୍ତି, ସବୁ ଭାଙ୍ଗିକି ତ ନେଇଛନ୍ତି। ଆଉ ରାତିରେ ଆପଣଙ୍କ ଘରୁ ଚୋରି ହେଲା ଆପଣ କେମିତି ଜାଣିପାରିଲେନି? କ'ଣ ପକେଇ ଦେଇଥିବେ କ'ଣ? ଆମେ ତ ନିଦ ସେତେବେଳେ ଶୋଇଛୁ, ମାନେ 12:40ରେ ଶୋଇଛୁ, ଘଣ୍ଟେ ଅଧକୁ ଉଠିଲା ଭିତରେ ଗୋଟେ 45 ମିନିଟ୍ ଭିତରେ ସେତିକି ତାଙ୍କେ କାମ କରିଛନ୍ତି। କାହାକୁ ସନ୍ଦେହ କରୁଛନ୍ତି? ସନ୍ଦେହ କାହାକୁ ତ ନାହିଁ, ଆମେ କେମିତି ଆମର ସେମିତି କିଛି ଇଏ ନାହିଁ ସନ୍ଦେହ କାହା ଉପରେ। ବେଗୁନିଆପଡ଼ା ଥାନାରେ ଆମର FIR ଦେଇକିରି ଆସିଛି। ସାର୍ ବି କହିଛନ୍ତି ସାର୍ ମାନେ ରିକଭରି କେମିତି ହେବ ସେ ଅନୁଷ୍ଠାନଟା ମାନେ ଇଏ କରିବେ ବୋଲି କହିଛନ୍ତି। କ'ଣ ହେଉଛି ମୁଁ ବି ଜାଣିନି। ସାର୍ ତ କହିଲେ ମୁଁ କରିଦେବି। ପୋଲିସକୁ ଅନୁରୋଧ କରିଛୁ, ମାନେ ଆମେ ମାନସିକ ସ୍ଥିର ଠିକ୍ ନାହିଁ, ମାନେ ମୁଣ୍ଡ ବି କାମ କରୁନି, ଆଉ ସେ ଟେନସନରେ ଆଉ କିଛି କହିପାରୁନି। ଯେମିତି ଚୋରି ଯେମିତି କରିଛନ୍ତି, ମାନେ ଚୋରି ଯିଏ କରିଛି ମାନେ ପଇସାଟା ଆମକୁ ମିଳିଲେ ଆମେ ବହୁତ ଉପକୃତ ହେବୁ। ଚୋରକୁ ଧରିକିରି ଆମକୁ ପଇସାଟା ମିଳିବ, ଆଉ ଆମ ଟଙ୍କା ଆମ ସୁନା ଆମ ରିକଭରି ହେଲେ ଆମକୁ ଟିକେ ଭଲ ଲାଗିବ। ଗଞ୍ଜାମ ଜିଲ୍ଲାରୁ ସିପ୍ରା ପଟ୍ଟନାୟକଙ୍କ ରିପୋର୍ଟ, କୋଣାର୍କ ନ୍ୟୁଜ୍ 24।